ଖଣି ଖାଦନ ଭରା ଚମ୍ପ ଉପଖଣ୍ଡରେ ଦାଦନ ଯନ୍ତ୍ରଣା। ଦାଦନ ଖଟିବାକୁ ଯାଇ ଗୁଜୁରାଟରେ ଜଣେ ନିଖୋଜ ଫେରାଇ ଆଣିବାକୁ ପରିବାର ଲୋକେ ଚମ୍ପୁଆ ସହକାରୀ ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚମ୍ପୁଆ ବ୍ଲକ ବଡ଼ନଈ ଗ୍ରାମର କାଳିଆ ନାୟକଙ୍କ ପୁଅ ଧ୍ରୁବ ନାୟକ 1.5 ମାସ ତଳେ ଗ୍ରାମର ଅନ୍ୟ 11 ଜଣଙ୍କ ସହ ଜଣେ ଦଲାଲଙ୍କ ମାଧ୍ୟମରେ ଗୁଜୁରାଟ କାମ କରିବାକୁ ଯାଇଥିଲେ। ଗୁଜୁରାଟରେ ଥିବା ଲ୍ୟାଣ୍ଡ ଡେକର ନାମକ ଏକ ବେସରକାରୀ କମ୍ପାନୀରେ ଉଚ୍ଚ ଦରମା ସହିତ ଆବଶ୍ୟକୀୟ ସୁବିଧା ସୁଯୋଗର ପ୍ରଲୋଭନ ଦେଖାଇ ଜୈନିକ ଦଲାଲ ତାଙ୍କୁ ଗୁଜୁରାଟ ପଠାଇଥିଲେ। ତେବେ ସେଠାରେ କାମ କରିଲା ବେଳେ ଅକଥନୀୟ ନିର୍ଯାତନା ଦିଆଯିବା ନେଇ 6 ଜଣ ଶ୍ରମିକ ଲୁଚି ପଳାଇ ଆସିଥିଲେ। ସେମାନଙ୍କ ମଧ୍ୟରୁ 5 ଜଣ ଗାଁକୁ ଫେରିଥିବା ବେଳେ ଧ୍ରୁବ ନାୟକଙ୍କ ଏଯାଏଁ ଖୋଜ ଖବର ମିଳିପାରୁନାହିଁ। ଅନ୍ୟପଟେ ଅନ୍ୟ 6 ଜଣ ଗୁଜୁରାଟରେ ଉକ୍ତ କମ୍ପାନୀରେ ଫସି ରହିଥିବା ବେଳେ ନିଖୋଜ ଧ୍ରୁବଙ୍କ ଖୋଜି ଆଣିବାକୁ ତାଙ୍କ ପରିବାର ଲୋକ ଆଜି ଚମ୍ପୁଆ ସହକାରୀ ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଜ୍ଞା ଆମର ଜଣେ ପିଲା ମିସିଂ ହେଇଯାଇଛି ତ 1.5 ମାସ ହେଇଗଲାଣି। ତାକୁ କାମ କରିବା ପାଇଁ ନିଆଯାଇଥିଲା ତ ସେ ଏପର୍ଯ୍ୟନ୍ତ ଘରକୁ ଆସିନାହିଁ। ଆସିବି ବୋଲି ଚାହୁଁଛି କିନ୍ତୁ ଆସିପାରୁନାହିଁ। ତାର ଖୋଜ ଖବର କିଛି ନ ପାଇବାରୁ ଆମେ ଜିଲ୍ଲାପାଳକୁ କମ୍ପ୍ଲେନ୍ କରିବା ପାଇଁ ଆସିଛୁ। ମୋ ଦିଅର ହେବେ ଧ୍ରୁବ ନାୟକ। କେତେଦିନ ତଳେ କେମିତି ଗଲେ? 1.5 ମାସ ହେଇଗଲାଣି ସାର୍ ଯିବାର। କେମିତି ଗଲେ? ସେ ପିଲା ଜଣେ ଠିକ୍ କରିକି ସେମାନଙ୍କୁ ନେଇଛି ତ ସେଠି ପହଞ୍ଚେଇକି ସେ ପଳେଇ ଆସିଛି। ସେମାନଙ୍କୁ ବହୁତ ପ୍ରେସର ହେଉଛି କାମରେ। ସେମାନେ ପଳେଇ ଆସିବା ପାଇଁ ଚେଷ୍ଟା କରୁଥିଲେ। ତାଙ୍କୁ ମାରପିଟ ହେଉଛି କିନ୍ତୁ ସେମାନେ ଆସିପାରୁନାହାନ୍ତି। ଆସିବା ପାଇଁ ଚେଷ୍ଟା କରୁଛନ୍ତି, ଆସିପାରୁନାହାନ୍ତି। ଆଜି ଆମ ଗାଁରୁ ପାଖାପାଖି 12 ଜଣକୁ କାଳିଆ ବେହେରା ବୋଲି ଗୋଟେ ପିଲା ଗୁଜୁରାଟରେ ଗୋଟେ କମ୍ପାନୀରେ କେଉଁଠି ଚାକିରି କରାଇଦେବେ ବୋଲି ନେଇକି ମିଛ ସତ ପ୍ରଲୋଭନ ଦେଖେଇକି ନେଇକି ସେମାନଙ୍କୁ ଯାଇକି ଛାଡ଼ିକି ଆସିଥିଲା ଗୁଜୁରାଟରେ। ସେଇ ଭିତରୁ 5 ଜଣ ସେଠୁ ଲୁଚିକି ପଳାଇ ଆସିଛନ୍ତି। ତାଙ୍କୁ ମାରପିଟ କରିବାରୁ ସେମାନେ ଡରିକି ପଳାଇ ଆସିଲେ। କିନ୍ତୁ ସେ ଜଣେ କାଳିଆ ନାୟକ ଜଣେ ଅଛନ୍ତି ଗାଁର, ତା ପୁଅ ଧ୍ରୁବ ନାୟକ, ସିଏ ଏପର୍ଯ୍ୟନ୍ତ ଆସିନାହିଁ। ସେ ଜାଗା କମ୍ପାନୀରେ ବି ନାହିଁ କିମ୍ବା ଘରକୁ ବି ଏପର୍ଯ୍ୟନ୍ତ ଫେରି ପାରିନାହିଁ। ଘର ଲୋକ ପୁରା ବ୍ୟତିବ୍ୟସ୍ତ ହୋଇଗଲେଣି କ'ଣ ହେଇଥିବ କ'ଣ ନାହିଁ। କିନ୍ତୁ ଥାନାରେ ଯାଇକି କମ୍ପ୍ଲେନ୍ ଦେଇଥିଲୁ। ଥାନାବାଲା କହିଲେ ଯାଇକି ଟିକେ ଶ୍ରମ ଅଫିସରେ ଯାଇକି ଟିକେ ଆପଣ ଡିସ୍କସ୍ କରନ୍ତୁ। ତ ଏବେ ଆସିଥିଲୁ ଡିସ୍କସ୍ କରିବା ପାଇଁ। କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦାଶରଥୀ ଗିରିଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।